ମୁଁ ପଚାରୁଛି ଆପଣମାନଙ୍କ ଘରେ ଯେତେବେଳେ ପିଲାମାନଙ୍କର ଜନ୍ମଦିନ ପାଳନ କରନ୍ତି ଆପଣ କାଟି ଖାଉଛନ୍ତି ନା ବାଣ୍ଟି ଖାଉଛନ୍ତି? ଆଜ୍ଞା କାଟି ଖାଉଛନ୍ତି। ଆପଣଙ୍କ ପୁଅ ଆପଣଙ୍କ ଭବିଷ୍ୟତରେ ବଡ଼ ହେଲା ପରେ କାଟିଲା କାନ୍ଦୁଛନ୍ତି କାହିଁକି? କାଟି ଖାଇବା ଶିଖେଇଲା କିଏ ସେ ପିଲାକୁ? ଆମ ଭାରତୀୟ ସଂସ୍କୃତିରେ କାଟି ଖାଇବା ଅଛି ନା ବାଣ୍ଟି ଖାଇବା ଅଛି? ଆମ ଘରକୁ ବନ୍ଧୁ ଆସିଲେ ବୁନ୍ଦିଆ ମିଠେଇ ନେଇକି ଆସେ କାହିଁକି? ଅନ୍ୟ ମିଠେଇ ଯେ ଜାଣିଥିଲେ ତାହା ନ ଜାଣିଥିଲେ ତାହା ନୁହେଁ, କି ପଇସା ନଥିଲା ତାହା ନୁହେଁ। ବୁନ୍ଦିଆ ମିଠେଇ ଆଣିଲେ ଗୋଟେ ବୁନ୍ଦିଆ ମିଠେଇ ଭାଙ୍ଗିଦେଲେ ପରିବାର ସାରା ସମସ୍ତେ ଖାଇବା ସହିତ ବନ୍ଧୁବାନ୍ଧବ ଖାଇପାରୁଥିଲେ, 5-10ଟା ଭାଙ୍ଗିଦେଲେ। ବାଣ୍ଟି ଖାଇବାର ସଂସ୍କୃତି ଥିଲା। ଆମେ ବର୍ତ୍ତମାନ ଅନୁକରଣ କଲୁ, ପିଲାକୁ ଶିଖେଇଲୁ କାଟିକି ଖା। ଆମ ସଂସ୍କୃତିରେ କଟା ନାହିଁ ଜାଣିଛନ୍ତି ମା? ମୋ ମା ବାପାଙ୍କୁ ବରଣ କରିଛି, ବାପା ମାଙ୍କୁ ବରଣ କରିଛି। ଥରେ ବରଣ କଲେ ମରଣ ପର୍ଯ୍ୟନ୍ତ ରହିବାକୁ ପଡେ, ପରିବର୍ତ୍ତନ ନାହିଁ। ନମ୍ବର 2, ବାପା ମାଙ୍କୁ ବରଣ କଲା ବୋଲି ମୁଁ ଜନ୍ମ ହେଲା ବେଳକୁ ମୋ ବାପାଙ୍କୁ ବାପା ବୋଲି, ମାଙ୍କୁ ମା ବୋଲି, ବାପାର ବାପାଙ୍କୁ ଜେଜେ ବାପା ବୋଲି, ମାର ବାପାକୁ ଅଜା ବୋଲି, କେତେ ସମ୍ବନ୍ଧ ବଢିଗଲା। ଗୋଟିଏ ବରଣରୁ କେତେ ବରଣ କରିବାକୁ ମତେ ପଡିଲା। ମୋ ବାପାର ସାନ ଭାଇକି ଦାଦା ଡାକିଲି, ବାପାର ବଡ ଭାଇକି ବଡ ବାପା ଡାକିଲି, ବଡ ମା, କେତେ ସମ୍ପର୍କ ବଢିଗଲା। ମୁଁ କାହାକୁ କାଟିବି? ମୃତ୍ୟୁ ପର୍ଯ୍ୟନ୍ତ ଆମର ଏଠି କଟାକଟି ନାହିଁ। ନିଜର ଆମେ କାଟି ଖାଇବା ଶିଖେଇଲୁ। ଛୁଆଟି ବେଳୁ ତାକୁ କହିଲୁ ଯେତେ କାଟିକି ଖା। ସେ ବାପାକୁ କାଟିଲା, ମାକୁ କାଟିଲା, ଭାଇକୁ କାଟିଲା, ବନ୍ଧୁକୁ କାଟିଲା। ଶେଷରେ ତ ଆଉ କେହି ନାହାନ୍ତି, ସ୍ୱାମୀ ସ୍ତ୍ରୀ ଦିଟା ଯାକ ସିଏ ବି କଟାକଟି ହେଲେ। କିଏ ଶିଖଉଛି? ଆମ ସଂସ୍କୃତି ଶିଖଉଛି ଅସତୋ ମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟ ମୃତ୍ୟୁରମ ଅମୃତମ ଗମୟ। ହେ ପ୍ରଭୁ, ଅସତରୁ ମତେ ସତ ଆଡକୁ ନିଅ, ଅନ୍ଧକାରରୁ ଆଲୋକ ଆଡକୁ ନିଅ, ମୃତ୍ୟୁରୁ ମତେ ଅମୃତ ଆଡକୁ ନିଅ। ଶିଖଉଛି ନା ନାହିଁ? ନମସ୍କାର, ପ୍ରେଜ ଦି ଲର୍ଡ। ମୁଁ ଆକାଶ ନାୟକ, ଆପଣମାନେ ଦେଖୁଛନ୍ତି AN ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ। ଦର୍ଶକ ବନ୍ଧୁ, ବର୍ତ୍ତମାନ ସେହି ପଣ୍ଡିତ ଯାହା କହିଲେ ସେହି ବିଷୟରେ ହିଁ ବାଇବେଲରେ ଲେଖା ହେଇଅଛି। ତ ବାଇବେଲ କଣ କହୁଅଛି ଆମେ ସେହି ବିଷୟରେ ଆମେ ପଠନ କରିବା, ଆଉ ଆମେ ବୁଝିବା ପାଇଁ ଚେଷ୍ଟା କରିବା, ଆଉ ସେହି ଅନୁସାରେ ଆମର ଜୀବନ ଯାପନ କାଟିବା ପାଇଁ ମଧ୍ୟ ଆମେ ଚେଷ୍ଟା କରିବା। ଯାହାକି ମାର୍କ ଲିଖିତ ସୁସମାଚାର 6:17ରୁ 28 ପର୍ଯ୍ୟନ୍ତ ଆମେ ପଠନ କରିବା। ଏଠାରେ ଏହିପରି ଲେଖା ହୁଏ, ଯେଣୁ ହେରୋଦ ଆପଣା ଭ୍ରାତା ପିଲିପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାଙ୍କ ସକାଶେ ଆପେ ଲୋକ ପଠାଇ ଜହନକୁ ଧରି ଓ ବାନ୍ଧି ବନ୍ଦିଶାଳାରେ ପକାଇଥିଲେ। ହେରୋଦ ନାମକ ଜଣେ ରାଜା ଥିଲେ, ଆଉ ସେହି ସମୟରେ ହିଁ ବାପ୍ତିଜକ ଜହନ ଥିଲେ। ବାପ୍ତିଜକ ଜହନ ଅର୍ଥାତ୍ ସେ ବାପ୍ତିସ୍ମ ଦେଉଥିଲେ। ଆଉ ସେହି ସମୟରେ କଣ ହେଇଛି ନା, ହେରୋଦ ରାଜା ନିଜର ଭାଇର ସ୍ତ୍ରୀକୁ, ନିଜର ସାନ ଭାଇର ସ୍ତ୍ରୀକୁ ସେ ବିବାହ କରିଥିଲେ। ଆଉ ସେହି ସ୍ତ୍ରୀର କଥା ଶୁଣିକି ହେରୋଦ ରାଜା ସେହି ବାପ୍ତିଜକ ଜହନକୁ ବନ୍ଦିଶାଳାରେ ରଖିଥିଲେ। ଆଉ ସେହି ସ୍ତ୍ରୀ କଣ ପାଇଁ ତାକୁ ବନ୍ଦୀ କରିବା ନିମନ୍ତେ କହିଥିଲା ତାହା ଆମେ ତଳକୁ ପଠନ କରିବା, ତେବେ ଆମେ ବୁଝିପାରିବା। ତଳକୁ ଲେଖା ହେଇଛି, କାରଣ ଜହନ ହେରୋଦଙ୍କୁ କହିଥିଲେ ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧି ସଙ୍ଗତ ନୁହେଁ। ବୁଝିପାରିଲେ? ଯେ ନିଜର ସାନ ଭାଇର ସ୍ତ୍ରୀକୁ ବିବାହ କରିବା ପାଇଁ ଠିକ ବିଷୟ ନୁହଁ, ସେ ଏହା କହିଥିଲେ। ସେଥିପାଇଁ ବୋଲିକି ସେହି ସ୍ତ୍ରୀ ଜହନକୁ ବନ୍ଦୀ କରିବା ନିମନ୍ତେ ହେରୋଦକୁ ଆଦେଶ ଦେଇଥିଲେ। ତାପରେ ତଳକୁ କଣ ଲେଖା ହେଇଛି, ସେଥିରେ ହେରୋଦିଆ ତାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାକୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁନଥିଲେ। ମାରିବା ପାଇଁ ସେ ଇଚ୍ଛା କରୁଥିଲେ, କିନ୍ତୁ ପାରୁନଥିଲେ। କଣ ପାଇଁ? ସେହି ହେରୋଦ ରାଜା ପାଇଁ। ସେହି ହେରୋଦ ରାଜା ଜହନକୁ ଭୟ କରୁଥିଲେ। କଣ ପାଇଁ ଭୟ କରୁଥିଲେ ଆମେ ତଳକୁ ପଠନ କରିବା, ତେବେ ଆମେ ବୁଝିପାରିବା। କାରଣ ହେରୋଦ ଜହନକୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ, ଆଉ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ। ପୁଣି ତାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ। ଦେଖନ୍ତୁ, ସେହି ଜହନ ଧାର୍ମିକ ଆଉ ପବିତ୍ର ବ୍ୟକ୍ତି ଥିଲେ ବୋଲିକି ସେହି ହେରୋଦ ରାଜା ଭୟ କରୁଥିଲେ। ସେହି ସ୍ତ୍ରୀ ତାକୁ ବଧ କରିବା ନିମନ୍ତେ କହିଲେ ସୁଦ୍ଧା ସେ ଆନନ୍ଦରେ ଶୁଣୁଥିଲେ ସିନା, କିନ୍ତୁ ସେ ବଧ କରୁନଥିଲେ। ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମଦିନରେ ପାତ୍ର ମନ୍ତ୍ରୀ, ପ୍ରଧାନ ସେନାପତି ଓ ଗାଲିଲିର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ। ହେରୋଦ ରାଜାଙ୍କର ଜନ୍ମଦିନ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ଦିନ ସେହି ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସେ ନିମନ୍ତ୍ରଣ କଲେ। ଆଉ ସେହି ନିମନ୍ତ୍ରଣରେ ସେହି ବ୍ୟକ୍ତିମାନେ ଆସିଥିଲେ। ସେହି ଜନ୍ମଦିନରେ ସେ ରାତ୍ରି ସମୟରେ ଭୋଜନ ପ୍ରସ୍ତୁତ କରିଥିଲେ।
ଖାଇବା ପିଇବାର ବନ୍ଦୋବସ୍ତ କରିଥିଲେ। ଆଉ ହେରୋଦିଆଙ୍କୁ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲେ। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ ମାଗ, ଆମ୍ଭେ ତୁମକୁ ତାହା ଦେବା। ସେହି ରାଜାମାନେ ଯୋଉଠି ଖୁସି କରୁଥିଲେ, ଯୋଉଠି ମଜା ମଜଲିସ କରୁଥିଲେ, ଯୋଉଠି ଖାଇବା ପିଇବାର ବ୍ୟବସ୍ଥା କରିଥିଲେ, ଆଉ ସେଇଠାରେ ସେହି ଝିଅ କଣ କରିଥିଲା ନା ନାଚିଥିଲା। ଆଉ ସେହି ନାଚ ଦେଖିକି ରାଜା ବହୁତ ଖୁସି ହେଇଥିଲା। ଖୁସିର ସହିତ କହୁଛନ୍ତି, ତମେ ଯାହା କିଛି ମାଗିବ ତାହା ମୁଁ ଦେବି। ଏପରି ସେ ଶପଥ କରୁଛନ୍ତି। ତଳକୁ କଣ ଲେଖା ହେଇଛି? ପୁଣି ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମକୁ ଦେବା। ସେହି ଝିଅର ନାଚ ଦେଖିକି ରାଜା ଖୁସି ହେଇକି କହୁଛନ୍ତି ଯେ ତମେ ଯାହା ମାଗିବ ମୁଁ ତାହା ଦେବି। ଯଦି ମାଗିବ ତେବେ ଏହି ରାଜ୍ୟରେ ଯୋଉ ରାଜ୍ୟ ମୁଁ ଶାସନ କରୁଛି ସେହି ରାଜ୍ୟର ଅଧା ମୁଁ ଶାସନ କରିବା ନିମନ୍ତେ ତମକୁ ଛାଡ଼ିଦେବି। ଏହା ସବୁ ସେ କହୁଅଛନ୍ତି। ତାପରେ ଲେଖା ହେଇଛି, ତହିଁରେ ସେ ବାହାରି ଯାଇ ଆପଣା ମାତାକୁ ପଚାରିଲା, ମୁଁ କଣ ମାଗିବି? ସେ କହିଲେ, ବାପ୍ତିଜକ ଯୋହନର ମସ୍ତକ। ସେହି ସ୍ତ୍ରୀର ଝିଅ ଯେତେବେଳେ ସେହି ସ୍ତ୍ରୀକୁ ପଚାରୁଛି ଯେ ମା ମୁଁ କଣ ମାଗିବି, ସେହି ସମୟରେ ସେହି ସ୍ତ୍ରୀ ସୁଯୋଗ ପାଇଥିଲା ଆଉ କହିଥିଲା ଯେ ସେହି ଯୋହନର ମସ୍ତକ ମାଗେ। ଆଉ ସେଥିରେ ସେହି ଝିଅ ସେହି କ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋର ଇଚ୍ଛା ଯେ ଆପଣ ବାପ୍ତିଜିକ ଯୋହନର ମସ୍ତକ ଗୋଟିଏ ଥାଳିରେ ମତେ ଏହି କ୍ଷଣି ଆଣି ଦିଅନ୍ତୁ। ସେହି ରାଜାଙ୍କୁ ସେହି ଝିଅ ମାଗୁଅଛି ଯେ ମତେ ବାପ୍ତିଜକ ଯୋହନର ମସ୍ତକ ଦିଅ। ଆଉ ସେହି ରାଜା ବହୁତ ଦୁଃଖିତ ହେଇଥିଲେ। ତାପରେ ଲେଖା ହେଇଛି, ସେଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭଜନ ଉପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ନାସ୍ତି କରିବାକୁ ଇଚ୍ଛା କଲେ ନାହିଁ। ଯେହେତୁ ସେହି ରାଜ୍ୟର ମାନ୍ୟଗଣ୍ୟ ପ୍ରଧାନ ଲୋକମାନଙ୍କୁ ଡାକିଥିବା ହେତୁ, ସେ ଏତେ ଲୋକମାନଙ୍କ ସାମ୍ନାରେ ଶପଥ କରିଥିବା ହେତୁ ସେହି ଶପଥକୁ ସେ ଆଉ ଥରେ ନିଭେଇବା ପାଇଁ ଚେଷ୍ଟା କଲେ ନାହିଁ। ଶପଥ ଯେତେବେଳେ ନେଇଛନ୍ତି ସେହି ଶପଥକୁ ରଖିବାକୁ ପଡ଼ିବ। ଯେହେତୁ ସେ ରାଜା, ସେଥିପାଇଁ ସେହି ଶପଥକୁ ରଖିବାକୁ ପଡ଼ିଲା। ତାପରେ ଲେଖା ହେଇଛି ତଳକୁ, ଏଣୁ ରାଜା ସେହି କ୍ଷଣି ଜଣେ ସୈନ୍ୟ ପଠାଇ ତାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେ ଯାଇ ବନ୍ଦୀଶାଳାରେ ତାଙ୍କ ମସ୍ତକ ଛେଦନ କଲା ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା। ପୁଣି ବାଳିକା ତାହା ଘେନି ନିଜ ମାତାକୁ ଦେଲା। ଏଥିପାଇଁ ପ୍ରିୟରେ ଭାଇ ଓ ଭଉଣୀମାନେ, ଯେଉଁମାନେ ନିଜ ନିଜର ଜନ୍ମଦିନକୁ ପାଳନ କରୁଛନ୍ତି, ତେବେ ତମେ ସମସ୍ତେ ସାବଧାନ ହୁଅ ଯେ ଯେଉଁମାନେ କେକ୍ କାଟୁଛ ସେଇମାନେ ଗୋଟିଏ ବ୍ୟକ୍ତିର ମସ୍ତକ କାଟିବା ସଦୃଶ ଅଟେ। ବାଇବେଲରେ ମଧ୍ୟ ସେହିପରି ଲେଖା ହେଇଛି। ସେଥିପାଇଁ ଆପଣମାନେ ନିଜ ନିଜ ପିଲାମାନଙ୍କୁ ମଧ୍ୟ କେକ୍ କାଟିବା ପାଇଁ ଶିଖାନ୍ତୁ ନାହିଁ। କେକ୍ କାଟିବା ଯାହା ଜଣଙ୍କର ମସ୍ତକ ଛେଦନ କରିବା ତାହା ଅଟେ। ସେହି ରାଜାର ଜନ୍ମଦିନରେ ଜଣଙ୍କର ମସ୍ତକ ଛେଦନ କରାହେଇଥିଲା। ସେଥିପାଇଁ ବୋଲିକି ଆମକୁ ବାକ୍ୟ ମଧ୍ୟ ମନା କରୁଅଛି ଯେ ଜନ୍ମଦିନ ପାଳନ କରିବା ନିମନ୍ତେ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ମଧ୍ୟ ଜନ୍ମଦିନ ପାଳନ କରୁଅଛ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ କେକ୍ କାଟୁଅଛ, ତେବେ ଏହା ମନେ ରଖିବା ଦରକାର ଯେ ଯୀଶୁ ଖ୍ରୀଷ୍ଟଙ୍କର ତମେ ବେକ ଛେଦନ କରୁଅଛ, ଯୀଶୁ ଖ୍ରୀଷ୍ଟଙ୍କର ମସ୍ତକ ଛେଦନ କରୁଅଛ। ଯୀଶୁ ଖ୍ରୀଷ୍ଟ କୌଣସି ଜାଗାରେ ଜନ୍ମଦିନ ପାଳିବା ନିମନ୍ତେ କି ଜନ୍ମଦିନକୁ ସ୍ମରଣ କରିବା ନିମନ୍ତେ କହିନାହାନ୍ତି, ବରଂ ସେ ତାଙ୍କର ମରଣ ଦିନକୁ ସ୍ମରଣ କରିବା ନିମନ୍ତେ କହିଅଛନ୍ତି। ତାହାଙ୍କର ମରଣ ଦିନକୁ ସ୍ମରଣ କରିବା ନିମନ୍ତେ ସେ ଗୋଟିଏ ରୋଟି ଧରୁଛନ୍ତି ଆଉ ସେହି ରୋଟିକୁ ଉତ୍ସର୍ଗ କରିକି କହୁଛନ୍ତି ଯେ ଏହା ନିଅ ଆଉ ଭୋଜନ କର, ଏହା ହେଉଛି ମୋର ମାଂସ। ଏହିପରି ସେ ସ୍ମରଣ କରାଉଛନ୍ତି। ଆଉ ଗୋଟିଏ ପାତ୍ରରେ କିଛି ଦ୍ରାକ୍ଷା ରସ ନେଇକି ସେ କହୁଛନ୍ତି ଯେ ଏହା ନିଅ, ଏହା ହେଉଛି ମୋ ଶରୀରର ରକ୍ତ, ଏହାକୁ ତୁମେ ମାନେ ପାନ କର। ଏହିପରି ସେ କହୁଅଛନ୍ତି। ସେଥିପାଇଁ ଆମେ ଜନ୍ମଦିନ ସ୍ମରଣ କରିବା ଅପେକ୍ଷା ଯୀଶୁ ଖ୍ରୀଷ୍ଟଙ୍କର ମରଣ ଦିନକୁ ଆମେ ସ୍ମରଣ କରିବା ଆବଶ୍ୟକ ଅଛି। ତ ପ୍ରିୟରେ ଭାଇ ଭଉଣୀ ମାନେ, ମୁଁ ଆଶା କରୁଅଛି ଆପଣମାନେ ଏହି ଭିଡ଼ିଓ ଦେଖିକି ବହୁତ କିଛି ଶିଖିପାରିଥିବେ। ସେଥିପାଇଁ ଆପଣମାନଙ୍କୁ ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ ଯେ ଏହି ଭିଡ଼ିଓକୁ ଆପଣମାନେ ସେୟାର କରନ୍ତୁ ଆଉ
ভিডিওটি কেমিতি লাগিলা তাহা কমেন্ট মাধ্যমରେ ଲେଖନ୍ତୁ ଯଦି ଭଲ ଲାଗିଛି ତେବେ ଲାଇକ୍ ଟେ ଦିଅନ୍ତୁ ଆଉ ଏହି ଚ୍ୟାନେଲକୁ ଯେଉଁମାନେ ନୂଆରେ ଦେଖୁଛନ୍ତି ତେବେ ସେମାନେ ସବସ୍କ୍ରାଇବ କରିକି ରଖନ୍ତୁ। ତ ଆଜି ପାଇଁ ଏତିକି, ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ସେହି ଭିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ନମସ୍କାର।